ମତବାହୀନ ରାଜନୀତି ଚଳିବ ନାହିଁ ଯଦି ଚଳିବ କଂଗ୍ରେସ ଦଳ ଜବାବ ଦେବ। କଂଗ୍ରେସର ପତାକା ପଡିଛି ବସିଛନ୍ତି ଲୋକ ଜାଣି ପାରୁନାହାନ୍ତି ଭୁଲରେ କିଛି ଲୋକ ପଳେଇ ଯାଉଛି ମୁକିମ ବାବୁ କଂଗ୍ରେସର କୌଣସି ଅଂଶ ବିଷୟ ନୁହେଁ ଆରେ ସିଏ ତ ଆମ ବିରୋଧୀ ହେଇଗଲେଣି ସେ ତ ନୂଆ ଦଳ ଗଠନ କରିବେ ବିରୋଧର କାମ ହେଲା ନିଜ ତ କିଛି କରିପାରିବେନି ଯେ କଲା ତା ବାର୍ତ୍ତା ରୋକିବେ ସବୁବେଳେ ସେ ଦଳରୁ ବହିଷ୍କୃତ ନେତା ତାଙ୍କୁ ତାଙ୍କ ବିଷୟରେ ପଚାରନ୍ତୁ ଆପଣ ମାନଙ୍କୁ ଫଟୋ ଦେଖେଇ ଦଉଛି କାଲି ଯୋଉ କରିଥିଲେ ମିଟିଂ ଲୋକ କଂଗ୍ରେସର ପତାକା ପକେଇକିନି ବସିଛନ୍ତି କଂଗ୍ରେସର ପତାକା ପଡିଛି ବସିଛନ୍ତି ଲୋକ ଜାଣି ପାରୁନାହାନ୍ତି ଭୁଲରେ କିଛି ଲୋକ ପଳେଇ ଯାଉଛି କଂଗ୍ରେସରେ ଥିଲେ ଥିଲେ ଅତୀତରେ ଏବେ ତ ଇତିହାସ ହେଇଗଲେଣି କିନ୍ତୁ ଯେତେବେଳେ ଯାଉଛନ୍ତି ଲୋକଙ୍କର ଧାରଣା ସେ କଂଗ୍ରେସରେ ଅଛନ୍ତି ଏଣେ କିଛି ଲୋକ ପଳେଇ ଯାଉଛନ୍ତି ଏଣୁ ବର୍ତ୍ତମାନ ଆମେ ଆମ କର୍ମୀ ମାନଙ୍କୁ ନିବେଦନ କରୁଛୁ ଆପଣଙ୍କ ମାଧ୍ୟମରେ ମୁକିମ ବାବୁ କଂଗ୍ରେସର କୌଣସି ଅଂଶ ବିଷୟ ନୁହଁ ଆରେ ସିଏ ତ ଆମ ବିରୋଧୀ ହେଇଗଲେଣି ସେ ତ ନୂଆ ଦଳ ଗଠନ କରିବେ ବିରୋଧର କାମ ହେଲା ନିଜ ତ କିଛି କରିପାରିବେନି ଯେ କଲା ତା ବାର୍ତ୍ତା ରୋକିବେ ସବୁବେଳେ 10 ତାରିଖ ଦିନ ଆମେ ରାହୁଲ ଗାନ୍ଧୀକୁ ଭେଟିବା ପାଇଁ ଚିଠି ଆସିଛି ଆମେ ସମସ୍ତେ ଜିଲ୍ଲା ସଭାପତିને ଭେଟିବାକୁ ଯାଉଛୁ ପଚାରନ୍ତୁ ସେ କହିପାରିବେ ତାଙ୍କ ରକ୍ତରେ କଂଗ୍ରେସ ଅଛି ନା କଂଗ୍ରେସ ହତ୍ୟା କରିବା ରକ୍ତଟା ଅଛି ମୁଁ କହିପାରିବି ଆପଣଙ୍କୁ ଦିଟା କ୍ୱେଶ୍ଚିନ୍ ମୁଁ କରୁଛି ମୁଁ ଗୋଟା ଡାଉଟ୍ ମାନେ ପୁରା ନିଚ ସ୍ତରର କଂଗ୍ରେସ କର୍ମୀ ମୁଁ ଜିଲ୍ଲା ସଭାପତି ହେଇପାରିଲି ପ୍ରତିବନ୍ଧକ ନୁହେଁ ବହୁ ଲୋକ ଟାଟା ବିଲାଟ ପ୍ରଧାନମନ୍ତ୍ରୀ ହେଇଥାନ୍ତେ କାହିଁକି ଅନ୍ୟମାନେ ହଉଛନ୍ତି ସଫିଆ ଆମ ଦଳ ନେତ୍ରୀ ହେଲା ସିଏ ହଉଛନ୍ତି ଆମ ବିଧାୟିକା ନିଶ୍ଚୟ ଭାବରେ ଆମ ଦଳର ଅଛନ୍ତି ଆଉ ଆମେ ସପୋର୍ଟ କରିବୁ କୁଆଡେ ଯିବୁ।